দর্শক বন্ধু ଟିକେ ଭାବିକି ଦେଖିଲେ ନିଜ ଦେହ ଅସୁସ୍ଥ ହବା ପୂର୍ବରୁ ଯଦି କାନରେ ଗୋଟେ ଆଲାର୍ମ ବାଜେ ତାହେଲେ କେମିତି ଲାଗିବ? ମାନେ ଡାଇବେଟିକ୍ସ, ବ୍ଲଡ ପ୍ରେସର, କୋଲେଷ୍ଟ୍ରଲ, ଥାଇରଏଡ ଇତ୍ୟାଦି ଆପଣଙ୍କ ଶରୀରରେ ବ୍ୟାପିବା ପୂର୍ବରୁ ଆପଣ ଏହାକୁ ଆଗୁଆ ଜାଣିପାରି ଏହାର ନିରାକରଣ ବ୍ୟବସ୍ଥା କରିପାରିବେ। ତାମାନେ ଏମିତି କିଛି ଟାଇମ ଟେଷ୍ଟେଡ ସାଇଣ୍ଟିଫିକ ଏଭିଡେନ୍ସ ବେସ୍ଡ ପ୍ରୋସେସ ଅଛି କି? ନମସ୍କାର, ନିରବ ଓଡ଼ିଶା ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ସ୍ୱାଗତ। ମୁଁ ସନ୍ଦୀପ୍ତ କୁମାର। ଆଜି ମୁଁ ଆପଣଙ୍କୁ ଏକ ସାଇଣ୍ଟିଫିକ ବେସ୍ଡ ଟପିକ ପ୍ରେଜେଣ୍ଟ କରିବାକୁ ଯାଉଛି, ଯାହାକି ଆପଣ ନିଜେ ଏକ ରିଲାକ୍ସ ଟାଇମରେ ବସି ନିଜ ଶରୀରର ଅବସ୍ଥା, ମାନେ ବର୍ତ୍ତମାନର ଅବସ୍ଥା ଏବଂ ଫ୍ୟୁଚରର ଅବସ୍ଥା ଜାଣିପାରିବେ। ଏହାକୁ ଆମେ ବଡି କମ୍ପୋଜିସନ ଆନାଲିସିସ୍ ବୋଲି କହିଥାଉ। ବଡି କମ୍ପୋଜିସନ ଆନାଲିସିସ୍ ଆରାଉଣ୍ଡ 6 to 7 ଟାଇପର ହେଇଥାଏ। ତା ଗୋଟେ ଗୋଟେ କରି ବୁଝେଇ ଦଉଛି ଆପଣଙ୍କୁ। ଯେମିତି ପ୍ରୋସେସ ଗୁଡାକ ନାଁ ହେଲା ଟୋଟାଲ ବଡି ଫ୍ୟାଟ ପରସେଣ୍ଟେଜ, ଲିନ୍ ବଡି ମାସ୍, ସ୍କେଲେଟାଲ ମସଲ ମାସ୍, ଟୋଟାଲ ବଡି ୱାଟର, ବୋନ୍ ମିନେରାଲ ଡେନ୍ସିଟି ଏବଂ ଲାଷ୍ଟ ବଡି ମାସ୍ ଇଣ୍ଡେକ୍ସ BMI। ପ୍ରଥମ ପଏଣ୍ଟ ହେଲା ବଡି ଫ୍ୟାଟ ପରସେଣ୍ଟେଜ। ବିଶେଷ କରି ଦୁଇ ପ୍ରକାର ଫ୍ୟାଟ ବିଷୟରେ ଆପଣଙ୍କ ପାଖରେ କହିବି। ଗୋଟେ ହେଲା ଭିସରାଲ ଫ୍ୟାଟ, ଆଉ ଗୋଟେ ସବକ୍ୟୁଟେନସ୍ ଫ୍ୟାଟ। ଯେମିତି ମାନେ ଆପଣ ଜାଣିଛନ୍ତି ବଡି ଭିତରେ ବିଭିନ୍ନ ପ୍ରକାର ଅର୍ଗାନ ଅଛି, ଯେମିତିକି ଆମ ଲିଭର, ହାର୍ଟ, ଷ୍ଟୋମାକ, କିଡନୀ, ଏଗୁଡ଼ା ସବୁ ଇଣ୍ଟରନାଲ ଅର୍ଗାନ କୁହାଯାଏ। ତା ଉପରେ ମଧ୍ୟ ଫ୍ୟାଟ ମାନେ ଚର୍ବି ମାଡ଼ିଯାଏ, ତାକୁ କହନ୍ତି ଭିସରାଲ ଫ୍ୟାଟ। ଆଉ ଗୋଟେ ଫ୍ୟାଟ ହଉଛି ସବକ୍ୟୁଟେନସ୍ ଫ୍ୟାଟ। ଆପଣ ନିଜ ସ୍କିନକୁ ଚିପି ଦେଖୁ ତପ ତପ କରୁଛି, ଏହା ହଉଛି ଗୋଟେ ପ୍ରକାର ଫ୍ୟାଟ, ତାକୁ ସବକ୍ୟୁଟେନସ୍ ଫ୍ୟାଟ କହନ୍ତି। ଏ ଯୋଉ ଭିସରାଲ ଫ୍ୟାଟ କହିଲି, ଇଏ ଆମ ବଡି ପାଇଁ ବହୁତ କ୍ଷତିକାରକ। ମାତ୍ର ଆଡଭାଣ୍ଟେଜେସ୍ ହେଲା ଯେ ଆମେ ଭିସରାଲ ଫ୍ୟାଟକୁ ନିଜେ ଟ୍ରାନ୍ସଫର୍ମ କରିପାରିବା, ତାର ମାପ ଆମେ କମ ବେଶୀ କରିପାରିବା। ସେକେଣ୍ଡ ପଏଣ୍ଟ ହେଲା ଲିନ୍ ବଡି ମାସ୍। ଏହାର ଅର୍ଥ ହଉଛି ଦି ୱେଟ୍ ଅଫ ଦି ବଡି ଏକ୍ସେପ୍ଟ ଫ୍ୟାଟ ଇନକ୍ଲୁଡେଡ ବଡି ମସଲ୍ସ, ବଡି ଅର୍ଗାନ ଏଣ୍ଡ ବଡି ୱାଟର। ଓଡ଼ିଆରେ କହୁଛି, ଆପଣ ସମଗ୍ର ଚର୍ବି ଯେତିକି ବଡି ଭିତରେ ଅଛି ତାକୁ ମାଇନସ କରିଦିଆହବ, ପ୍ଲସ୍ କରାହବ କେତେ ଅର୍ଗାନ ଅଛି, କେତେ ବଡି ୱାଟର ଅଛି ଏବଂ କେତେ ମସଲ ଅଛି। ଏହାକୁ ଆମେ ଲିନ୍ ବଡି ମାସ୍ ବୋଲି କହିଥାଉ। ଥାର୍ଡ ପଏଣ୍ଟ ହେଲା ସ୍କେଲେଟାଲ ମସଲ। ସ୍କେଲେଟାଲ ମସଲକୁ ଆମେ ଏକ୍ସରସାଇଜ ମାଧ୍ୟମରେ ବଢେଇଥାଉ, ଯାହାକି ବହୁତ ଉପକାରୀ ମସଲ। ଆମ ବଡିରେ ମେଟାବଲିକ ପ୍ରୋସେସକୁ ଆକ୍ଟିଭେଟ କରାଏ, ବଡି ମସଲକୁ ଆଗ୍ରାଭେଟ କରାଏ ଏବଂ ବଡିର ଡିଫେନ୍ସ ଅର୍ଗାନିଜମ ଭାବରେ କାମ କରିଥାଏ। ଏହା ପର ପଏଣ୍ଟ ହେଲା ବଡି ୱାଟର ପରସେଣ୍ଟେଜ। ବଡି ଭିତରେ ଇଣ୍ଟରନାଲ ଅର୍ଗାନ, ଏକ୍ସଟର୍ନାଲ ଅର୍ଗାନ, ତା ଭିତରେ ଆମେ ପାଖାପାଖି 70% ୱାଟର ଆମ ବଡି ରଖିଛି। ଏହାକୁ ମାପିବା ଲାଗି ଯୋଉ ଦରକାର, ଏଥିରୁ ମାପିଲେ କଣ ଜଣା ପଡିବ? ଆମ ବଡି ଭିତରେ କେତେ ପରିମାଣରେ ହାଇଡ୍ରେସନ ଅଛି କିମ୍ବା ଡିହାଇଡ୍ରେସନ ହଉଛି କିମ୍ବା ଇନଫ୍ଲାମେସନ ଅଛି, ଏହା ଟୋଟାଲ ମାପ ଆମେ ଏଥିରୁ ପାଇପାରିବା। ଏହା ପର ପଏଣ୍ଟ ହେଲା ବୋନ୍ ମିନେରାଲ କଣ୍ଟେଣ୍ଟ। ମାନେ ଆପଣଙ୍କ ଶରୀର ଯୋଉ ହାଡ ମାନେ ଅଛନ୍ତି ତା ମଧ୍ୟରେ କେତେ ପ୍ରକାର ମିନେରାଲ ଅଛନ୍ତି, କେତେ ପରିମାଣରେ ଅଛନ୍ତି। କାରଣ ଏହାର ୟୁଜ ଆପଣଙ୍କ ବଡିକୁ ଷ୍ଟେବୁଲ କରି ରଖିବା, ମେଟାବଲିକ ପ୍ରୋସେସକୁ ଆକ୍ଟିଭେଟ କରିବା ପାଇଁ କାମରେ ଲାଗେ। ଲାଷ୍ଟ ହେଲା ବଡି ମାସ୍ ଇଣ୍ଡେକ୍ସ। ଆପଣ ଆପଣଙ୍କ ବୟସ, ଉଚ୍ଚତା ଅନୁସାରେ ଆପଣଙ୍କ ଓଜନ କେତେ ହବା ଆବଶ୍ୟକ ଏଠୁ ଜାଣି ହବ। ମୋ କହିବା କଥା ହେଲା ଯେ ସବୁ ଗୁଡାକ ଯୋଉ ପଏଣ୍ଟକୁ ଆମେ ହିସାବ କରିପାରିବା, ତାହେଲେ ଯେତେ ପ୍ରକାର ରିସ୍କ ଫ୍ୟାକ୍ଟର ଅଛି
ଯେମିତିକି ଟାଇପ୍ 2 ଡାଇବେଟିକ୍ସ, ବ୍ଲଡ୍ ପ୍ରେସର, ସାର୍କୋପେନିଆ। ସାର୍କୋପେନିଆର ଅର୍ଥ ହେଉଛି ମସଲ୍ ଲସ୍ ଡ୍ୟୁ ଟୁ ଏଜ୍। ଆମେ ବୟସ ବଢିବା କ୍ଷଣି ଆମ ଦେହରେ ମସଲ୍ ମାସ୍ କମିଯାଏ, ଫ୍ୟାଟ୍ ମାସ୍ ବଢିଯାଏ, ଯୋଉଟାକି ଆମେ ଜାଣିପାରୁ। ଏ ସବୁଗୁଡାକର ରାଇଟ୍ ଆସେସମେଣ୍ଟ କରିହେବ। ଦର୍ଶକ ବନ୍ଧୁ, ମୁଁ ଏତେ ସବୁ ବିଜ୍ଞାନ ସମ୍ମତ ପଏଣ୍ଟ ମାନଙ୍କୁ ଆପଣଙ୍କ ଆଗରେ ଉପସ୍ଥାପନ କଲି। ଏବେ ଆପଣଙ୍କ ମନ ଭିତରେ ପ୍ରଶ୍ନ ଆସୁଛି କି ନାହିଁ, ଏହାକୁ ଆପଣ କେମିତି ନିଜେ ମାପିବେ ଘରେ ରହି ରିଲାକ୍ସ ଟାଇମରେ? ମୁଁ କିନ୍ତୁ ଏହାର ଉତ୍ତର ଦେବି ନାହିଁ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ବ୍ୟକ୍ତିଗତ ଭାବରେ କମେଣ୍ଟ ମାଧ୍ୟମରେ ଏହାର ପ୍ରଶ୍ନ ପଚାରନ୍ତୁ। ବ୍ୟକ୍ତିଗତ ଭାବରେ ମୁଁ ମଧ୍ୟ ଆପଣଙ୍କୁ ବୁଝାଇ ଦେଇପାରିବି ଯେ ଏସବୁ କେମିତି ଆପଣ ନିଜ ଲାଇଫରେ ଆପ୍ଲାଏ କରି ନିଜକୁ ସୁରକ୍ଷିତ ରଖିପାରିବେ। ଦର୍ଶକ ବନ୍ଧୁ, ଆମେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଛୁ। ଖାଦ୍ୟରେ ଖାଦ୍ୟ ସାର ଅଛି, ଯେମିତିକି କାର୍ବୋହାଇଡ୍ରେଟ୍, ଫ୍ୟାଟ୍ସ, ପ୍ରୋଟିନ୍ସ, ଭିଟାମିନ୍ସ, ମିନେରାଲ୍ସ, ୱାଟର। ଆଉ ଆପଣମାନେ ମଧ୍ୟ ଭଲ କି ଜାଣିଛନ୍ତି ଏ ସମସ୍ତଙ୍କ ଖାଦ୍ୟ ସାର ଆମ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ, ସ୍ୱାସ୍ଥ୍ୟ ଏସବୁ କାମରେ ଡାଇରେକ୍ଟଲି କାମ କରେ। ତେଣୁ ନିରୋଗ ଓଡ଼ିଶା ତରଫରୁ ଆପଣଙ୍କୁ ଆଗତ ଏପିସୋଡ ମାନଙ୍କରେ ବିଭିନ୍ନ ଖାଦ୍ୟ ସାର, ତାହାର ପରିମାଣ, ଅନୁପାତ, କେତେବେଳେ ଖାଇବେ, କେମିତି ଖାଇବେ ଏବଂ କାହିଁକି ଖାଇବେ, ଏହା ଉପରେ ବିଶଦ ଭାବରେ ବିଭିନ୍ନ ଏପିସୋଡ ମାନ ଧରିକି ଆପଣଙ୍କ ପାଖକୁ ଉପସ୍ଥାପନ କରିବେ। ଆପଣଙ୍କୁ କଣ ଲାଗୁଛି ଏଗୁଡାକ ଆପଣଙ୍କ ଦୈନନ୍ଦିନ ଜୀବନରେ କାମରେ ଲାଗିବ କି ନାହିଁ? କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ପୁଣି ନିରୋଗ ଓଡ଼ିଶା ଚ୍ୟାନେଲ ମାଧ୍ୟମରେ ଆପଣଙ୍କୁ ମୁଁ କହି ରଖୁଛି ଯେ ଆମେ ଆପଣଙ୍କର ଜୀବନଶୈଳୀ, ସ୍ୱାସ୍ଥ୍ୟ ଏବଂ ତା ସ୍ୱାସ୍ଥ୍ୟଜନିତ ସମସ୍ୟାର ସମାଧାନ ପାଇଁ ଏବଂ ପ୍ରତିକାର ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ତେଣୁ ମୁଁ ଅପେକ୍ଷା କରି ବସିଛି, ଆପଣ ଆମକୁ ସବସ୍କ୍ରାଇବ କରନ୍ତୁ, ପ୍ରଶ୍ନ ପଚାରନ୍ତୁ, ସେୟାର କରନ୍ତୁ। ନିରୋଗ ଓଡ଼ିଶା ଇନଷ୍ଟାଗ୍ରାମ ଏବଂ ଫେସବୁକରେ ମଧ୍ୟ ଉପଲବ୍ଧ, ତାକୁ ମଧ୍ୟ ଫଲୋ କରନ୍ତୁ। ଆପଣ ସୁସ୍ଥ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ନମସ୍କାର।